ଆରେ ଭାଇ ଛୋଟ ଛୋଟ ପିଲାମାନେ ଏମିତି ଗିନା ତାଟିଆ ଧରି କେତେ ଖୁସିରେ କାହିଁକି ବସିଛନ୍ତି। ଆଜ୍ଞା ଆମ ବୁଢ଼ାପଙ୍କରେ ହଉଛି ବା ଶ୍ରୀ ଶ୍ରୀ ରାମଚରିତ ମାନସ ନବାନ ପାରାୟଣ ହଉଛି, ପ୍ରବଚନ ହଉଛି, ରାମଙ୍କ ସୁନ୍ଦର ପୂଜା ବି ହଉଛି। ସାରା ଅଞ୍ଚଳ ପୁରା ଭକ୍ତିମୟ ହୋଇଯାଇଛି। ରାସ୍ତାଘାଟ ଏତେ ପରିଷ୍କାର ହୋଇଛି ଆପଣମାନେ ଭାତ ଖୁଣ୍ଟିକି ଖାଇବେ। ପିଲାମାନେ ଖୁସି ହେଲେ ଭଗବାନ ଖୁସି ହୁଅନ୍ତି ବୋଲି ଆମେ ବିଶ୍ୱାସ କରୁ। କାହିଁକି ନା ପିଲାମାନଙ୍କର ହୃଦୟରେ ଭଗବାନ ନିଜେ ବାସ କରନ୍ତି। ସେଥିପାଇଁ ତାଙ୍କ ପାଇଁ କ୍ଷୀରିର ବ୍ୟବସ୍ଥା ହେଇଛି। ଏହା ଜଣଙ୍କର କାମ ନୁହେଁ, ଏହା ସମଗ୍ର ବୁଢ଼ାପଙ୍କବାସୀ ଏକତ୍ର ହୋଇ ଏହା କରିଛନ୍ତି। ତାପରେ ଦେଖିବା ସଂସ୍କାର, ଇଏ ହେଉଛି ସଂସ୍କାରର କଥା। ସବୁ ଖାଇଲା ବେଳେ ଆମେ ଚାଲିକି ଯିବା, ଆମକୁ ଧୂଳି ଯେମିତି ତାଙ୍କ ଉପରେ ନ ପଡ଼ିବ ତାହା ଆମେ ଦେଖିବା। କିନ୍ତୁ ସଂସ୍କାର ସମସ୍ତଙ୍କ ପାଖରେ ନଥାଏ, ଆପଣମାନେ ନିଜେ ବିଚାର କରିବେ। ଆସିଗଲା ମେନ୍ ଜିନିଷ କ୍ଷୀରି, ଯାହା ପାଇଁ ସବୁ ପିଲାମାନେ ଅପେକ୍ଷା କରିଥିଲେ। ଗରମ ଗରମ ବାସ୍ନା, ଆହା ପୁରା ଯେମିତି ନାକ ଭିତରକୁ ପଶି ଯାଉଛି। ଥରେ ନୁହଁ, ପେଟ ପୁରିବା ଯାକେ କ୍ଷୀରି ଦେଉଥିଲେ। ଏହା ଦେଖିକି ମୋତେ ବି ଇଚ୍ଛା ହେଉଥିଲା, କିନ୍ତୁ ସେ ଶରଧାରେ ସେ କ୍ଷୀରି ଚୌପତିଟି ଦେଇଦେଲି। ତାଙ୍କ ଶରଧା ଚିନିର ମିଠା ଠାରୁ ଢେର ଅଧିକ ଥିଲା। ମୁଁ ମଧ୍ୟ ଖାଇଦେଲି। ଆମ ବୁଢ଼ାପଙ୍କର ଏହି କାର୍ଯ୍ୟକ୍ରମ କିପରି ଲାଗିଲା ନିଶ୍ଚୟ ଜଣାଇବେ। ଜୟ ଶ୍ରୀରାମ।